ରାଜନୀତି ବିଷୟ ମୁଁ ତୁମକୁ ବୁଝାଇ ଦେବି। ଆପଣ ମୋତେ ରାଜନୀତି ହଁ, ମୁଁ ତୁମର ପିତା, ମୁଁ ତୁମକୁ ରାଜନୀତି ବିଷୟ ଶିକ୍ଷା ଦାନ ଦେବି। ସେଥିରେ ଭୁଲ ରହିଲା କେଉଁଠି? ଏ ତ ମୋର ସୌଭାଗ୍ୟ। ଆପଣଙ୍କ ଠାରୁ ମୁଁ ଯେତେବେଳେ ରାଜନୀତି ଶିକ୍ଷା ଗ୍ରହଣ କରିବି, ଏ ସୌଭାଗ୍ୟ ଆଉ ଥରେ କେବେ କାହାର ହୋଇପାରେ? ମୁଁ ଜାଣିଥିଲି ମୋ ପୁତ୍ର ରାମଚନ୍ଦ୍ର କେବେ ହେଲେ ମୋ କଥାରୁ ବାହାରି ଯିବ ନାହିଁ। ହଁ, ରାଜନୀତି ବିଷୟ ମୁଁ ତୁମକୁ ଗୋଟି ଗୋଟି କରି ବୁଝାଇଦେବି। ତୁ ତାହେଲେ ଯାହା କହୁଛି ମନ କର୍ଣ୍ଣ ଦେଇ ଶୁଣ ବାବୁ। ଦଶରଥ କୁହ ଶ୍ରୀ ରାମ ମୁଖ ଚାହିଁ রাজনীতি বিধা নহে শুণ রঘু সাই বাবা, রাজনীতি বিষয় ମୁଁ ତୁମକୁ ଗୋଟି ଗୋଟି କରି ବୁଝାଇ ଦେବି। ତେବେ କୁହନ୍ତୁ। ଦୁଇ ବେଳା ପୁରା ନ ପଡ଼ିବ ନୀତି ପ୍ରତି ବିଷ୍ଣୁ ପ୍ରତି ମାରେ ବାବୁ ରଖିବ ଭକ୍ତି ବଶ୍ୟ ରାମଚନ୍ଦ୍ର, ପ୍ରତିଦିନ ଦୁଇ ବେଳା ତୁମକୁ ପୁରାଣ ପାଠ କରିବାକୁ ପଡ଼ିବ। ଆଉ ମଧ୍ୟ ସଦା ସର୍ବଦା ସେଇ ଗୋଲକ ବିହାରୀ ବିଷ୍ଣୁଙ୍କ ପାଦ ତଳେ ଲୟ ରଖିଥିବ ବାବୁ। ମନେ ରହିଲା? ଆନନ୍ଦର କଥା। ହଁ, ଆଉ କଣ ଜାଣିଛ ବାବୁ? ରଣକୁ ଯେ ପିଠି କରେ କରିବଟି ଦୟାରାମ କରିବଟି ଦୟା ସେବକ ଲୋକଙ୍କ ଠାରେ ନ ରଖିବ ମାୟା ବାବୁ, ନ ରଖିବ ମାୟା। ରାମଚନ୍ଦ୍ର, ଯୁଦ୍ଧ କ୍ଷେତ୍ରରେ ବା ସଂଗ୍ରାମ କ୍ଷେତ୍ରରେ ସଂଗ୍ରାମ କରୁଥିବା ସମୟ ଯଦି କୌଣସି ଯୋଦ୍ଧା କ୍ଷତ୍ରିୟ ପଳାୟନ କରେ, ଯୁଦ୍ଧ କ୍ଷେତ୍ରରୁ ପଳାୟନ କରେ, ତା ପଛରୁ କେବେ ହେଲେ ଆକ୍ରମଣ କରିବ ନାହିଁ। ସଂଗ୍ରାମ କରିଥିବା ସମୟରେ ଯଦି ପରାସ୍ତ ହୋଇ ଜଣେ ପଳାୟନ କରେ, ପଶ୍ଚାତରୁ ଆକ୍ରମଣ କରିବ ନାହିଁ। କାହିଁକି ନା ସେ ଭୟରେ ପଳାୟନ କରୁଛି, ତାକୁ କଣ ଆକ୍ରମଣ କରିବାଟା ଠିକ ନାହିଁ। ଏ କଥା କେବେ ହେଲେ ଭୁଲିଯିବ ନାହିଁ। ଯେଉଁମାନେ ଆମର ସେବାକାରୀ ଆଜ୍ଞାଧୀନ, ସେମାନଙ୍କ ନିକଟରେ କେବେ ହେଲେ ମାୟା ରଖିବନି ହେଲା। କାହିଁକି ନା ଏ ହେଉଛି ଘୋର ଅନ୍ୟାୟ। ମନେ ରହିଲା? ଆଉ କଣ ଜାଣିଛ ବାବୁ? ଗାରିମା ଲୋକଙ୍କୁ ବାବୁ ନ ରଖିବ କତି ରାମ, ନ ରଖିବ କତି ଯେଉଁ ଲୋକମାନେ ତବ ଆଜ୍ଞାକୁ ଭାଙ୍ଗନ୍ତି ବାବୁ, ଆଜ୍ଞାକୁ ଭାଙ୍ଗନ୍ତି
ଦୁଷ୍ଟ ଫଳ ପ୍ରକୃତିର ଲୋକ ସେମାନଙ୍କୁ କେବେ ହେଲେ ପାଖରେ ରଖିବ ନାହିଁ। ଦୁଷ୍ଟ ଲୋକ ହଁ, କାହିଁକି ନା କାହିଁକି ସେଭଳି ଲୋକ ପାଖରେ ଥିଲେ ଯେକୌଣସି କାର୍ଯ୍ୟ ହେଉନା କାହିଁକି ପ୍ରତ୍ୟେକ କାର୍ଯ୍ୟରେ ବିଘ୍ନ ଉପୁଜେ। ଏ ଦୁଷ୍ଟ ଫଳ ପ୍ରକୃତିର ଲୋକମାନେ ମନେ ରହିଲେ ହଁ, ବତ୍ସ ରାମଚନ୍ଦ୍ର ଠିକ। ଆଜ୍ଞାକୁ ଭାଙ୍ଗିଲେ କଣ ହୁଏ ଜାଣୁଛି ବାବୁ? କଣ ହେବ? ଆଜ୍ଞାକୁ ଭାଙ୍ଗିଲେ ବାବୁ କାର୍ଯ୍ୟ ନାଶ ଯାଇ ରାମ କାର୍ଯ୍ୟ ନାଶ ଯାଇ। ସେହୁ ଲୋକ ପାଶେ ଥିଲେ ବିଘ୍ନ ଉପୁଜଇ ରାମ ବିଘ୍ନ ଉପୁଜଇ। ବାବା ସେଭଳି ଖଳ ପ୍ରକୃତିର ଲୋକମାନେ ପାଖରେ ଥିଲେ ଯେକୌଣସି କାର୍ଯ୍ୟ ହେଉନା କାହିଁକି ପ୍ରତ୍ୟେକ କାର୍ଯ୍ୟରେ ବିଘ୍ନ ଉପୁଜିବ। ଏ କଥା ଯେଭଳି ମନ ମଧ୍ୟରେ ଭୁଲି ଯାଉ ମନେ ରହିଲା। ଏ ସମସ୍ତ ମୋର ମନେ ରହିଲା। ଆଜି ଅଧିବାସେ ବାବୁ ପାଉଥାଉ ପୂଜା ହେ ଆଜି ଅଧିବାସେ ବାବୁ ପାଉଥାଉ ପୂଜା ହେ। କାଲିର ପ୍ରଭାତ ରାମ କାଲିର ପ୍ରଭାତ ରାମ କାଲିର ପ୍ରଭାତ ରାମ ଦେବ ଯୁଗ ରାଜା ହେ ଆଜି ଅଧିବାସେ ବାବୁ। ବତ୍ସ ରାମଚନ୍ଦ୍ର ଆଜିଠାରୁ ଏଇ ମୁହୂର୍ତ୍ତରୁ ତୁମେ ପୂଜା ପାଉଥାଅ। କାଲି ପ୍ରତ୍ୟୁଷରୁ এই অযোধ্যা রাজ সিংহাসনের রাজা হই তুমি নিরীহ প্রজা মানুষ লালন পালন করিব রাম মনে রহিলা। এই রূপে সর্ব কথা বুঝাই কহিলে এই রূপে সর্ব কথা বুঝাই কহিলে। बोले सदा शिव सर्वे बोले सदा शिव सर्वे बोले सदा शिव सर्वे आनंद दिले एही रूपे सुनो महामंत्री तुमको আজি ভিতরে রাজ্য অভিষেক পাই যাহা কিছু আবশ্যক সবু কিছু সরঞ্জাম যোগাড় করিবাকু পড়িব। হ্যাঁ যেভଳି ভুলি ন যাও কালি প্রত্যুষରୁ মোর প্রিয় পুত্র রামচন্দ্র এই অযোধ্যা রাজগাদি আরোহণ করিব। বাবা কালির সেই শুভ সকাল আসিবা পর্যন্ত চলো এই কিছু সময় আমি বিশ্রাম নেবা। চলো।